ନା ଏଠି ଆସିଥିଲି ମୁଁ ଆଗରୁ ବି ଥରେ ଆସିଥିଲି। ଯେଉଁ ଯେଉଁ ଜାଗାରେ ତାପଜ ବିଦ୍ୟୁତ କେନ୍ଦ୍ର ସବୁ ଅଛି ସେ ଜାଗାରେ ଗୁଡ଼ିଏ ଆନୁଷଙ୍ଗିକ ସମସ୍ୟା ସୃଷ୍ଟି ହେଉଛି। ଲୋକ ହଇରାଣ ହରକତ ହେଉଛନ୍ତି। ପଲ୍ୟୁସନ୍ ଗୋଟେ ବହୁତ ବଡ଼ ପ୍ରସଙ୍ଗ। ପଲ୍ୟୁସନ୍କୁ ସମାଧାନ କରିବା ପାଇଁ ଆମେ ଗୁଡ଼ିଏ ଏସ୍ଓପି ମଧ୍ୟ ପ୍ରସ୍ତୁତ କରିଥିଲୁ। ତାର ସତ୍ତ୍ୱେ ମଧ୍ୟ ଏଇ ଆସ୍ ଟ୍ରାନ୍ସପୋର୍ଟେସନ୍ ଗୋଟେ ବଡ଼ ଲୋକଙ୍କର ସମସ୍ୟା ସୃଷ୍ଟି କରୁଛି। ଯେଉଁଠି ଆସ୍ପଣ୍ଡ ଅଛି, ଆସ୍ପଣ୍ଡ ପାଖରେ ଯେଉଁମାନେ ରହୁଛନ୍ତି ତାଙ୍କର ମଧ୍ୟ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଛି। ତେଣୁ ତାକୁ ପ୍ରତ୍ୟକ୍ଷ ଦେଖିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ଏନ୍ଟିପିସି ଅଫିସିଆଲ ଏବଂ ଇଏ ଏନ୍ଟିପିସି ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କର ଆନ୍ଦୋଳନକାରୀ କଥା ଲାଗିବା ପାଇଁ ମୋର ପ୍ରୋଗ୍ରାମ ଥିଲା। କାଲି ରାତି ଲମ୍ବା ସମୟ ପର୍ଯ୍ୟନ୍ତ ଲୋକଙ୍କ ସାଙ୍ଗେ କଥା ଲାଗିଛି, ଏନ୍ଟିପିସି ଅଫିସିଆଲ ସାଙ୍ଗେ କଥା ଲାଗିଛି, ଜିଲ୍ଲା ପ୍ରଶାସନ ଉପସ୍ଥିତ ଥିଲେ। ଆଜି ମଧ୍ୟ ଯେଉଁମାନେ ଧାରଣାରେ ବସିଛନ୍ତି ତାଙ୍କ ସାଙ୍ଗେ ମଧ୍ୟ ମୋର କଥାବାର୍ତ୍ତା ହେଇଛି ଏବଂ ଆସନ୍ତା ଦିନରେ ଥରେ ସୁନ୍ଦରଗଡ଼ରୁ ମୁଁ ଆସିବି। ଆସିକରି ଯେଉଁ ଯେଉଁ ଜାଗାରେ ବିସ୍ଥାପନ ଜନିତ ସମସ୍ୟା ଅଛି, ଲୋକେ ଆନ୍ଦୋଳନରତ ଅଛନ୍ତି, ଅନ୍ ଦି ସ୍ପଟ୍ ଜିଲ୍ଲା ପ୍ରଶାସନ ଏବଂ ଶିଳ୍ପ ପ୍ରତିଷ୍ଠାନ ସେମାନଙ୍କ ସାଙ୍ଗରେ କଥାବାର୍ତ୍ତା ଲାଗିବି ଲୋକଙ୍କର ସମସ୍ୟାକୁ ସମାହିତ କରିବା ପାଇଁ ମୁଁ ଉଦ୍ୟମ କରିବି। तो कौन सी 10 अगर बजी हो गोबर बनो